नमस्कार सांगमाने जय जगन्नाथ स्वागत जनाऊँछि मोर यूट्यूब चैनल यार्थ स्टोरी को सांगमाने एही धरापृष्ठरे केही धनी होई जन्म होइथांती तो पुणी केही गरीब होई जन्म होइथांती। आपण माने देखिथिबे जन्मरू जी धनी होइछि से निकट भविष्य रे गरीब होई जाउछि एवं जी गरीब होई जन्म हेउछि से निकट भविष्य रे उन्नति करिछि एवं धनी हेबाकू लागिछि। ए सब केवल ईश्वरଙ୍କ कृपा जोगुरु होइथाए ଏବଂ ଆମର ଭଲ କର୍ମ ଯୋଗୁଁ ହୋଇଥାଏ। ଧନୀ ହେବାକୁ ଯାଉଥିବା ଲୋକମାନଙ୍କୁ ଏହି ସବୁ ସଂକେତ ମିଳିଥାଏ। ଭଗବାନ ଏହି ସବୁ ସଂକେତ ଦେଇଥାନ୍ତି। ଧନୀ ହେବା ଆଗରୁ ଭଗବାନ ଆମକୁ ଏହି 7ଟି ସଂକେତ ଦେଇଥାନ୍ତି। ଯଦି ଆପଣଙ୍କୁ ମଧ୍ୟ ଏହି ସବୁ ସଂକେତ ମିଳୁଛି ତେବେ ଆପଣ ମଧ୍ୟ ଆଗକୁ ଧନୀ ହେବାକୁ ଯାଉଛନ୍ତି। ଯଦି ଆପଣଙ୍କ ଭିତରେ ଏହି ଲକ୍ଷଣ ସବୁ ରହିଛି ତେବେ ଜାଣି ନିଅନ୍ତୁ ଆପଣ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ବିଷୟବସ୍ତୁଟିକୁ ଆରମ୍ଭ କରିବା ତା ପୂର୍ବରୁ ଯଦି ଆପଣମାନେ ମୋର ଏହି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରିଦିଅନ୍ତୁ। ସାଙ୍ଗମାନେ ଯେଉଁମାନଙ୍କ ଉପରେ ଈଶ୍ୱରଙ୍କର ଆଶୀର୍ବାଦ ଥାଏ ସେମାନେ ଯେତେ ବଡ଼ ଦୁର୍ଘଟଣା ଆସିଲେ ମଧ୍ୟ ସେମାନଙ୍କ ଉପରେ କିଛି ପ୍ରଭାବ ପଡ଼ିନଥାଏ। ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ ଆପଣମାନଙ୍କ ଜୀବନରେ ଏକ ବଡ଼ ଦୁର୍ଘଟଣା ଆସିଥିଲା କିନ୍ତୁ ତାର ପରିଣାମ ସେତେ ବଡ଼ ହୋଇନଥିଲା। ଆଉ ଏହା ଦେଖି ଆପଣମାନେ ବି ନିଶ୍ଚୟ କହିଥିବେ ବୋଧେ ମୋ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବାରୁ ମୁଁ ଏ ବିପଦରୁ ବଞ୍ଚିଗଲି। ଆଉ ଏହି ଲକ୍ଷଣ ଥିବା ବ୍ୟକ୍ତିମାନେ ବହୁତ ଭାଗ୍ୟବାନ ଅଟନ୍ତି। ଆସନ୍ତୁ ସେହି 7ଟି ସଂକେତକୁ ଜାଣିବା। ପ୍ରଥମଟି ହେଉଛି ଯେଉଁ ବ୍ୟକ୍ତିମାନେ ତାଙ୍କ ଜୀବନରେ ଯେତେ ବଡ଼ ଅସୁବିଧା ଆସିଲେ ବି ନିଜ କର୍ମରୁ ବିଚଳିତ ହୁଅନ୍ତି ନାହିଁ। ଖରା ବର୍ଷା ଶୀତ କାକର ଯାହା ବି ହେଲେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିଥାନ୍ତି। ଯିଏ ଯେତେ ଥଟ୍ଟା ପରିହାସ କରିଲେ ମଧ୍ୟ ସେମାନେ ତାଙ୍କ କର୍ମରୁ ନିବୃତ୍ତ ହୁଅନ୍ତି ନାହିଁ। ସେମାନେ ବିଚଳିତ ହୁଅନ୍ତି ନାହିଁ। ଏମାନଙ୍କର ନିଜ ଉପରେ ଏବଂ ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ଥାଏ। ଏମାନେ ଦିନେ ନିଜେ ଏହି କର୍ମ ପାଇଁ ଭଗବାନ ଏମାନଙ୍କୁ ସଫଳତା ଲାଭ କରାଇଥାନ୍ତି। ଏମାନଙ୍କ ଜୀବନରେ ଖୁସି ବୃଷ୍ଟି କରିଥାନ୍ତି ତୃପ୍ତି ବୃଷ୍ଟି କରିଥାନ୍ତି। ଏମାନେ ନିକଟ ଭବିଷ୍ୟତରେ ଧନୀ ହେବାକୁ ଯାଉଥିବାର ଏହା ମଧ୍ୟ ଏକ ବଡ଼ ସଂକେତ। ଦ୍ୱିତୀୟଟି ହେଉଛି ଏ ଲକ୍ଷଣର ବ୍ୟକ୍ତି କାହାର ନିନ୍ଦା କରିପାରନ୍ତି ନାହିଁ। ଅନ୍ୟମାନଙ୍କର କଥା ଶୁଣିକି କାହାର ମଜା ଉଡ଼ାନ୍ତି ନାହିଁ। ଏସବୁକୁ ଏମାନେ କରନ୍ତି ନାହିଁ। ଯଦି ଏମାନେ କାହା କଥା କହୁଛନ୍ତି କାହା ବିଷୟରେ କହୁଛନ୍ତି ଏମାନେ ସମସ୍ତଙ୍କର ଭଲ ଗୁଣ ବିଷୟରେ କୁହନ୍ତି। ଯେଉଁ ଜାଗାରେ ପରନିନ୍ଦା ହୁଏ ପର ଚୁଗୁଲି ହୁଏ ସେମାନେ ଏହି ଜାଗାରେ ରହିପାରନ୍ତି ନାହିଁ। ଏ ଜାଗାକୁ ପରିତ୍ୟାଗ କରନ୍ତି। ପରନିନ୍ଦା ପରର କ୍ଷତି ଏସବୁ ବିଷୟରେ ଏମାନେ ଚିନ୍ତା କରନ୍ତି ନାହିଁ। ଆଉ ଏହି ସବୁ ବିଷୟରେ ଚିନ୍ତା କରୁଥିବା ଲୋକ କେବେ ବି ଜୀବନରେ ସଫଳତା ପାଇପାରନ୍ତି ନାହିଁ। ତୃତୀୟଟି ହେଉଛି ଯେଉଁ ବ୍ୟକ୍ତି ନିଜର କଠିନ କାମ ଭିତରୁ ଭଗବାନଙ୍କ ପାଇଁ କିଛି ସମୟ କାଢ଼ିଥାଏ ଭଗବାନଙ୍କୁ ଡାକିଥାଏ ତାଙ୍କ ନାମ ଜପ କରିଥାଏ ଏମାନେ ସବୁବେଳେ ଭଗବାନଙ୍କୁ ବିଶ୍ୱାସ କରିଥାନ୍ତି। ସୁଖ ଦୁଃଖର କାରଣ ହେଉଛନ୍ତି ଭଗବାନ। ଏମାନେ ସବୁବେଳେ ଏହି ସବୁ ଚିନ୍ତା କରୁଛନ୍ତି। ଏସବୁକୁ ଏମାନେ ବିଶ୍ୱାସ କରନ୍ତି। ସମସ୍ତେ ଦୁଃଖରେ ଭଗବାନଙ୍କୁ ଡାକିଥାନ୍ତି କିନ୍ତୁ ଏ ବ୍ୟକ୍ତିମାନେ ସୁଖ ଦୁଃଖ ଦୁଇଟି ସମୟରେ ଭଗବାନଙ୍କୁ ଡାକିଥାନ୍ତି। ଏମାନଙ୍କ ପାଇଁ ସୁଖ ଦୁଃଖ ଦୁଇଟି ସମାନ ହୋଇଥାଏ। ଚତୁର୍ଥଟି ହେଉଛି ଯେଉଁ ବ୍ୟକ୍ତି ସମାଜ ପାଇଁ କାମ କରେ ଗରିବମାନଙ୍କୁ ସାହାଯ୍ୟ କରେ ପରହିତ ଯାହାର ଲକ୍ଷ୍ୟ ହୋଇଥାଏ ଏମାନେ ସାଧାରଣ ବ୍ୟକ୍ତି ନୁହନ୍ତି। ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଧନୀ ହୋଇଥିବେ କିନ୍ତୁ ସେମାନେ ଅନ୍ୟକୁ ସାହାଯ୍ୟ କରନ୍ତି ନାହିଁ। କିନ୍ତୁ ଏହିପରି ବ୍ୟକ୍ତି ସବୁ ସମୟରେ ଅନ୍ୟର ମଙ୍ଗଳ କାମନା କରିଥାନ୍ତି। ଏ ବ୍ୟକ୍ତିମାନେ ଗରିବ ହେଲେ ମଧ୍ୟ ମନରୁ ସେମାନେ ଧନୀ ହୋଇଥାନ୍ତି। ଏ ବ୍ୟକ୍ତିମାନେ କାହାକୁ ହୀନ ମନେ କରନ୍ତି ନାହିଁ କାହାକୁ ଘୃଣା କରନ୍ତି ନାହିଁ। ପରବର୍ତ୍ତୀ ସଂକେତଟି ହେଉଛି ଏ ବ୍ୟକ୍ତିମାନେ ମନ ଅପେକ୍ଷା ମନର କଥା ଅପେକ୍ଷା ବିବେକକୁ ଅନୁସରଣ କରିଥାନ୍ତି। ସେ ସବୁ ସମୟରେ ବିବେକର କଥା ହିଁ ଶୁଣନ୍ତି। ଏ ପ୍ରକାର ବ୍ୟକ୍ତିମାନେ ଅନ୍ୟାୟ କରନ୍ତି ନାହିଁ କି ଅନ୍ୟାୟକୁ ପ୍ରଶ୍ରୟ ମଧ୍ୟ ଦିଅନ୍ତି ନାହିଁ। ଯେଉଁମାନେ କେବେ ସତ କହିବାକୁ ପଛାନ୍ତି ନାହିଁ। ଏମିତି ବି ଲୋକ ଅଛନ୍ତି ଯେଉଁମାନେ କିଛି ବିପଦରେ ପଡ଼ିଥିବା ସମୟରେ
ମିଛ କହିଦେଇଥାନ୍ତି, କିନ୍ତୁ ଏମାନେ ସବୁବେଳେ ସତ କହିଥାନ୍ତି। ଯେଉଁମାନଙ୍କ ପାଖରେ ଏହିସବୁ ଗୁଣ ରହିଛି ଏମାନେ ସାଧାରଣ ବ୍ୟକ୍ତି ନୁହନ୍ତି। ଏମାନେ ସବୁବେଳେ ଯାହା ବି କର୍ମ କରନ୍ତୁ, ଯାହା ବି କାର୍ଯ୍ୟ କରନ୍ତୁ, କିନ୍ତୁ ନଜର ଦେଇଥାନ୍ତି ଯେ ମୋ ଦ୍ୱାରା କାହାର ଅନିଷ୍ଟ ନ ଘଟୁ। ଏପରି ଚିନ୍ତା କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ଅସାଧାରଣ ବ୍ୟକ୍ତି ଅଟନ୍ତି। ଏମିତି କିଛି ବ୍ୟକ୍ତି ଥାନ୍ତି, ସେମାନଙ୍କ ଜୀବନରେ ଭଲ ସମୟ ହେଉ କିମ୍ବା ଖରାପ ସମୟ ହେଉ ସେମାନଙ୍କୁ କିଛି ଆଭାସ ମିଳିଥାଏ। ଏସବୁ ସେମାନେ ଭଗବାନଙ୍କ କୃପାରୁ ପାଇଥାନ୍ତି। ସେମାନେ ଭଗବାନଙ୍କ ନାମ ସବୁବେଳେ ଜପ କରୁଥିବାରୁ ଏହା ତାଙ୍କୁ ଏକ ଆଶୀର୍ବାଦ ସ୍ୱରୂପ ଭଗବାନ ଦେଇଥାନ୍ତି ଯେ ସେମାନେ କିଛି ଖରାପ ସମୟ ଆସୁ କିମ୍ବା ଭଲ ସମୟ ଆସୁ ଏସବୁ ବିଷୟରେ ଆଗରୁ ଅନୁଭବ କରିପାରିବେ। ପରବର୍ତ୍ତୀ ସଂକେତଟି ହେଉଛି ସୁଗନ୍ଧିତ ବସ୍ତୁର ବାସ୍ନା ପାଇବା। ଏହା ଈଶ୍ୱରଙ୍କର ବରଦାନ ଅଟେ। ଆମର ଆଖପାଖରେ ଯେତେବେଳେ ଈଶ୍ୱର ରହିଥାନ୍ତି, ଭଗବାନ ରହିଥାନ୍ତି, ସେତେବେଳେ ଆମକୁ ସେ କିଛି ସଂକେତ ଦେଇଥାନ୍ତି। ଆମେମାନେ ବେଳେବେଳେ ବି ଘରେ ବସିଥିବା ସମୟରେ ସୁଗନ୍ଧିତ କିଛି ଅଜବ ସୁଗନ୍ଧିତ ବାସ୍ନା ହୋଇଥାଏ, ଯାହାକି ଆମେମାନେ ଆଗରୁ କେବେ ବାରିପାରି ନଥିବା। ଆଉ ଏସବୁ ଭଗବାନଙ୍କର ଏକ କୃପା ଅଟେ। ଏବଂ ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା ମଧ୍ୟ ଏହି ସଂକେତ ଦେଇଥାଏ ଯେ ଆପଣମାନେ ନିକଟ ଭବିଷ୍ୟତରେ ଧନୀ ହେବାକୁ ଯାଉଛନ୍ତି। ଆପଣମାନଙ୍କର ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି। ମନେକର ଆପଣ ଭୋର 3ଟାରୁ ପାହାନ୍ତା ବା ବ୍ରହ୍ମ ମୁହୂର୍ତ୍ତ 3ଟାରୁ ଉଠୁଛନ୍ତି, ପୁଣି ସେହି ପ୍ରକାରର ଆପଣମାନେ ତା କାଲିକି ମଧ୍ୟ ସେହି ଠିକ୍ ଟାଇମ୍ରେ ନିଦ ଭାଙ୍ଗୁଛି। ଏମିତି କିଛି ଦିନ ଯଦି ଆପଣ ଦେଖୁଛନ୍ତି, ଜାଣି ନିଅନ୍ତୁ ଯେ ଆପଣଙ୍କ ଘରେ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭଗବାନ ଆପଣମାନଙ୍କ ଉପରେ ଖୁସି ଅଛନ୍ତି। ଆପଣମାନଙ୍କୁ ସେ ଏହି ସଂକେତ ଦେବାକୁ ଯାଉଛନ୍ତି ଯେ ଆପଣମାନେ ମଧ୍ୟ କିଛି ନିକଟ ଭବିଷ୍ୟତରେ ଆପଣମାନେ ଧନୀ ହୋଇପାରିବେ। ବିଷୟ ବସ୍ତୁଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ କମେଣ୍ଟ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ରହିଲି, ନମସ୍କାର।